आपण ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଆଜି ଜଣେ ସେଇଭଳି ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣିବା, 5 ଧାଡିରେ ନୁହେଁ 10 ଧାଡିରେ। ଅଲରେଡି ମାଳତୀ ଚୌଧୁରୀଙ୍କ ବିଷୟରେ ଜାଣିଛନ୍ତି। ଆଜିର ଭିଡିଓରେ 10 ଧାଡିରେ ତାଙ୍କ ବିଷୟରେ ଟିକେ ଅଧିକ ଜାଣିବା। ମାଳତୀ ଚୌଧୁରୀ 26 ଜୁଲାଇ 1904 ମସିହାରେ ଜନ୍ମ ହୋଇଥିଲେ। ସେ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ। ତାଙ୍କ ପିତାଙ୍କ ନାମ ବାରିଷ୍ଟର କୁମୁଦ ଦାସ ସେନ ଓ ମାତାଙ୍କ ନାମ ସ୍ନେହଲତା ସେନ ଥିଲା। ସ୍ୱାଧୀନତା ସଂଗ୍ରାମର ପ୍ରଜାମଣ୍ଡଳ ଆନ୍ଦୋଳନରେ ସେ ଏତେ ମାତ୍ରାରେ ଜଡିତ ଥିଲେ, ଇଂରେଜ ସରକାର ତାଙ୍କୁ ଜୋଆନ ଅଫ ଆର୍କ ନାମରେ ସମ୍ବୋଧନ କରୁଥିଲେ। ତାଙ୍କର ବିବାହ ନବକୃଷ୍ଣ ଚୌଧୁରୀଙ୍କ ସହିତ ହୋଇଥିଲା ଏବଂ ବିବାହ ପରେ ତାଙ୍କର ବିପ୍ଳବୀ ଚିନ୍ତାଧାରା ଅଧିକ ପ୍ରେରିତ ହୋଇଥିଲା। ଫେବୃଆରୀ 1933 ମସିହାରେ ସେ ଉତ୍କଳ କଂଗ୍ରେସ ସମାଜବାଦୀ କର୍ମୀ ସଂଗଠନର ଆୟୋଜନ କରିଥିଲେ, ଯାହା ପରେ ଅଲ୍ ଇଣ୍ଡିଆ କଂଗ୍ରେସ ସମାଜବାଦୀ ପାର୍ଟିର ଓଡ଼ିଶା ପ୍ରାଦେଶିକ ଶାଖା ପାଲଟିଥିଲା। ତାଙ୍କୁ ଅନେକ ଥର 1921 ମସିହା, 1936 ମସିହା, 1942 ମସିହାରେ ସ୍ୱାଧୀନତା କାର୍ଯ୍ୟକର୍ତ୍ତାଙ୍କ ସହ ଗିରଫ କରାଯାଇଥିଲା। ସ୍ୱାଧୀନତା ପୂର୍ବରୁ ମଧ୍ୟ ସେ 1946 ମସିହାରେ ଓଡ଼ିଶାର ଅନୁଗୁଳଠାରେ ବାଜିରାଉ ଛାତ୍ରାବାସ ଏବଂ 1948 ମସିହାରେ ଅନୁଗୁଳଠାରେ ଥିବା ଉତ୍କଳ ନବଜୀବନ ମଣ୍ଡଳ ପ୍ରତିଷ୍ଠା କରିଥିଲେ। ସେ ଶିଶୁ କଲ୍ୟାଣ ପାଇଁ ଜାତୀୟ ପୁରସ୍କାର, ଟାଗୋର ସାକ୍ଷରତା ପୁରସ୍କାର ପରି ଅନେକ ପୁରସ୍କାରରେ ସମ୍ମାନିତ। 15 ମାର୍ଚ୍ଚ 1998 ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା। ଭିଡିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣେଇବେ। ଭିଡିଓ ଯଦି ଭଲ ଲାଗିଲା ଭିଡିଓ ଟିକେ ଲାଇକ୍ କରିଦିଅନ୍ତୁ, ଭିଡିଓକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାନ୍ତୁ। ତାହେଲେ ରହୁଛି, ଦେଖା ହବା ଆଗାମୀ ଭିଡିଓରେ। ନମସ୍କାର।